ଓମ୍ଫେଡ୍ ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ ବାହାରିଛି 2024ରୁ, ଯେଉଁଟାକି ଆପଣମାନେ ଡେଲି କ୍ଷୀର ପିଉଛନ୍ତି। ସେହି କମ୍ପାନୀର ଜବ୍ର ନୋଟିଫିକେସନ୍ ବାହାରିଛି, ତାହା ଆମେ ଡିସ୍କସନ୍ କରିବା। ଭଲ ଭଲ ପୋଷ୍ଟ ଅଛି, ଶେଷରେ ସେହି ପୋଷ୍ଟଟା ମୁଁ କହିବି, ତେଣୁ ଆପଣମାନେ ଧୈର୍ଯ୍ୟ ସହିତ ଭିଡ଼ିଓକୁ ଦେଖନ୍ତୁ। ଆମର ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ମିଲ୍କ ପ୍ରୋଡ୍ୟୁସର ଫେଡେରେସନ୍ ଲିମିଟେଡ୍ ତରଫରୁ, ଯେଉଁଟାକି ସବୁଦିନ ଆପଣମାନେ କ୍ଷୀର ପିଉଛନ୍ତି, ସେହି କମ୍ପାନୀରେ ଜବ୍ ବାହାରିଛି। ବହୁତ ଭଲ ପୋଷ୍ଟଟାକ ଅଛି, ଡିଟେଲ୍ ଆମେ ଡିସ୍କସନ୍ କରିବା। ଚାଲନ୍ତୁ ସେହି ପୋଷ୍ଟଟାକୁ ଦେଖିବା ଏବଂ ସାଲାରୀ ଦେଖିବା, ସବୁ ଡିଟେଲ୍ ଦେଖିବା। ଆପଣଙ୍କୁ କେମିତି ଆବେଦନ କରାଯିବ, କ'ଣ କରାଯିବ, ମୁଁ ଡିଟେଲ୍ କହିବି। ବହୁତ ସହଜ ଆବେଦନ କରିବା ପାଇଁ ମଧ୍ୟ। ମେଲ୍ କରିବେ, ଆପଣ ମେଲ୍ କଲେ ହିଁ ଆପଣମାନେ ସେଇଟା ଆବେଦନ ହୋଇଯିବ। ପ୍ରଥମେ ଦେଖିବା, ଟୋଟାଲ୍ ନମ୍ବର ଅଫ୍ ଭ୍ୟାକେନ୍ସି 18ଟି ଅଛି। ଶେଷ ତାରିଖ ହେଉଛି 20/1/2024, ଲାଷ୍ଟ ଡେଟ୍ ହେଉଛି 20/1/2024। ଯଦି ଆପଣମାନେ PDF ଯାହା ବି ନୋଟିଫିକେସନ୍ ପାଇବା ପାଇଁ ଚାହୁଁଥିଲେ, ଆପଣମାନେ ହ୍ୱାଟ୍ସଆପ୍ ଗ୍ରୁପ୍, ଆରଟାଇ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍, ଆପଣମାନଙ୍କର ପସନ୍ଦ ଏଇ ତିନିଟା ଭିତରୁ ଯାହା ବି ଯେଉଁ ଗ୍ରୁପ୍ରେ ଆପଣମାନେ ଆଡ଼୍ ହୋଇପାରିବେ, ମୁଁ ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଛି। ନେକ୍ସଟ ଦେଖିବା, ଆପଣଙ୍କୁ ତ କହିଲି ମୁଁ ଓମ୍ଫେଡ୍ ରିକ୍ୱାରମେଣ୍ଟ 2024ର ଆସିଯାଇଛି। ଏଇଟା ହେଉଛି ଓଡ଼ିଶା ମିଲ୍କ ଫେଡେରେସନ୍ ରିକ୍ୱାରମେଣ୍ଟ 2024ର। ପୋଷ୍ଟଟାକୁ ଦେଖିବା, ଆମର କ'ଣ କ'ଣ ପୋଷ୍ଟ? ଡେପୁଟି ଜେନେରାଲ ମ୍ୟାନେଜର, ଡେପୁଟି ମ୍ୟାନେଜର, ଜୁନିୟର ଆସିଷ୍ଟାଣ୍ଟ, ଜେନେରାଲ ମ୍ୟାନେଜର, ଏହିପରି ପୋଷ୍ଟ ଆସିଛି। ତାହା ଡିଟେଲ୍ ଡିସ୍କସନ୍ କରିବା। ପ୍ରଥମେ ଭ୍ୟାକେନ୍ସି ଡିଟେଲ୍ ଦେଖିବା। ଓମ୍ଫେଡ୍ ରିକ୍ୱାରମେଣ୍ଟ କହୁଛି ମୁଁ, ଟୋଟାଲ୍ ନମ୍ବର ଅଫ୍ ଭ୍ୟାକେନ୍ସି ହେଉଛି 18ଟି। କଣ୍ଟ୍ରାଚୁଆଲ୍ ବେସିସ୍ ଅଛି, କିନ୍ତୁ ତା'ର ସାଲାରୀ ବେଶୀ। ଦେଖନ୍ତୁ, ପ୍ରଥମେ କ'ଣ କହିଲି ମୁଁ, ଜେନେରାଲ ମ୍ୟାନେଜର ବା ଗୋଟିଏ ପୋଷ୍ଟ ଅଛି, ସାଲାରୀ 1,53,000ରୁ ଆରମ୍ଭ, ମାନେ କଣ୍ଟ୍ରାଚୁଆଲ୍ର। ସେହିପରି ଜେନେରାଲ ମ୍ୟାନେଜର ମଧ୍ୟ ସେମ୍ ସାଲାରୀ ଅଛି। ଡେପୁଟି ଜେନେରାଲ ମ୍ୟାନେଜର ଡାଏରୀ ଅପରେସନ୍ ପାଇଁ ଗୋଟିଏ ପୋଷ୍ଟ, ଏଠି ମଧ୍ୟ ଗୋଟିଏ ପୋଷ୍ଟ, ଏଇଟା ମଧ୍ୟ 1,48,000। ସେହିପରି ମ୍ୟାନେଜର HR ପାଇଁ 1,32,000ରୁ, ତାପରେ ଡେପୁଟି ମ୍ୟାନେଜରର ଦୁଇଟି ପୋଷ୍ଟ ଅଛି, ଏଇଟା 1,09,000ରୁ। ସେହିପରି ଡେପୁଟି ମ୍ୟାନେଜର କ୍ୱାଲିଟି ପେଟ୍ରୋଲ ପାଇଁ ଏଇଟା ମଧ୍ୟ ସେମ୍ ତା'ର ସାଲାରୀ ଅଛି। ସେହିପରି ଜୁନିୟର ଆସିଷ୍ଟାଣ୍ଟର ତା'ର 9ଟି, ଏଇଟା 9ଟି, ଏଇଟା 43,000ରୁ, ଏଇଟା ମଧ୍ୟ 43,000ରୁ। କିନ୍ତୁ ସାଲାରୀ ବହୁତ ଅଧିକ, କିନ୍ତୁ ଆପଣମାନେ ଜଏନ୍ କରୁ ହିଁ ସେତିକି ହିଁ ସାଲାରୀ ପାଇବେ। ଯେଉଁଟାକି ଆପଣ କ୍ଷୀର ପିଉଛନ୍ତି, ସେ କମ୍ପାନୀର ଏଇଟା ଜବ୍ ବାହାରିଛି। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ପ୍ରଥମେ ଦେଖିବା ଆମର ଜେନେରାଲ ମ୍ୟାନେଜର ପାଇଁ, ଯେଉଁମାନେ ଡିଗ୍ରୀ ୱିଥ୍ ପାସିଂ ଫାଇନାଲ ଏକ୍ଜାମିନେସନ୍ ଅଫ୍ କ୍ୟାରେକ୍ଟର୍ଡ ଆକାଉଣ୍ଟାଣ୍ଟ ବା କଷ୍ଟ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟରେ ଯଦି ପାସ୍ କରିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ସେହିପରି ଜେନେରାଲ ମ୍ୟାନେଜର, ଏଇଟା ହେଉଛି ବିଟେକ୍ ଡାଏରୀ ଫୁଡ ଟେକ୍ନୋଲୋଜି କରିଥିଲେ ଆବେଦନ କରିପାରିବେ। ସେହିପରି ଡେପୁଟି ଜେନେରାଲ ମ୍ୟାନେଜରର ଫୁଲ୍ ଟାଇମ୍ ବିଟେକ୍ ଇନ୍ ଡାଏରୀ ଟେକ୍ନୋଲୋଜି, ଫୁଡ ଟେକ୍ନୋଲୋଜି କରିଥିଲେ ଯାକର ଯେକୌଣସି ୟୁନିଭର୍ସିଟିରେ କରିଥିଲେ ଆବେଦନ କରିପାରିବେ। ଲାଷ୍ଟରେ ମାତ୍ର ବହୁତ କମ୍ କ୍ଲାସ୍ +3 ମାଗିଛି ଲାଷ୍ଟ ପୋଷ୍ଟଟା। HR ପାଇଁ ମଧ୍ୟ ମ୍ୟାନେଜର ପାଇଁ ତା'ର ଗ୍ରାଜୁଏଟ୍ ୱିଥ୍ ଗୁଡ୍ ଏକାଡେମିକ୍ ରେକର୍ଡ ଫ୍ରମ୍ ରିକଗ୍ନାଇଜ୍ଡ ୟୁନିଭର୍ସିଟି କରିଥିଲେ ଯାକର ଆପଣମାନେ ଆବେଦନ କରିପାରିବେ। ସେହିପରି ଡେପୁଟି ଜେନେରାଲ କେଟେଲ୍ ଫିଡ୍ ପ୍ଲାଣ୍ଟ ପାଇଁ ବିଟେକ୍ କରିଥିଲେ। ସେହିପରି ଡେପୁଟି ମ୍ୟାନେଜର କ୍ୱାଲିଟି କଣ୍ଟ୍ରୋଲ ପାଇଁ ଏଇଟା ହେଉଛି ଗ୍ରାଜୁଏଟ୍, ମାତ୍ର +3 କରିଥିଲେ ଆବେଦନ କରିପାରିବେ। ସେହିପରି ଆମର ଜୁନିୟର ଆସିଷ୍ଟାଣ୍ଟ, ଏଇଟା ହେଉଛି ଲ୍ୟାବ୍ ପାଇଁ, ଏଇଟା ହେଉଛି ଜୁନିୟର ଆସିଷ୍ଟାଣ୍ଟ PI ପାଇଁ, ଏଇଟା ହେଉଛି ବ୍ୟାଚଲର ଡିଗ୍ରୀ ଆର୍ଟସ, ସାଇନ୍ସ, କମର୍ସ ଯାହା ବି କରିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। କିନ୍ତୁ ଟିକେ କମ୍ପ୍ୟୁଟର ନଲେଜ ଥିବା ଦରକାର, ବେସିକ୍ କମ୍ପ୍ୟୁଟର ନଲେଜ ଥିଲେ ହିଁ ଆବେଦନ କରିପାରିବେ।
बयस सीमा देखा एज लिमिट मैक्सिमम बयस आप 55 इयर तापर हो दरकार लिमिट ऑफ तापर मैक्सिमम एज लिमिट जूनियर असिस्टेंट 30 वर्ष यहाँ हूँ मैनेजर पोस्ट मतलब एज रिलैक्सेशन अच्छी बुझीपारे। एप्लिकेशन फी देखा एप्लिकेशन फी पूरा मागण आप मैंने आवेदन करें फ्री ऑफ कॉस्ट नो एप्लिकेशन फी आपने केमिति आवेदन करे बहुत सहज आवेदन करने किसी ऑनलाइन कि बागारा कुआड़े भी जावाक पड़ो ना आपड़ खाली मेल करेंगे एटे मेल करेंगे मु कहि आपने केमिति मेल करेंगे कौन मु डिटेल कहबी आपने गोटे एप्लिकेशन फॉर्मेट को सीटा फिलअप करें मुझे देखेबी से पीडीएफ देखेबी आपण मैंने एठी तार तार एड्रेस एटा एतर एप्लिकेशन फॉर द पोस्ट ना लिखी मुझे एप्लिकेशन फॉर्मेट देखेबी यही जगह आप मेल करदे बुझीपारे डिटेल मुझे फॉर्मेट देखेबी इम्पोर्टेंट डेट हूँ ओम्फेड रिक्वायरमेंट 5/1/2024 रु आरंभ हो लास्ट डेट हूँ 20/1/2024 बुझीपारे। आपण मैंने कौन करेंगे से 20/1 पूर्व मेल करदे तार मु फॉर्मेट देख से पीडीएफ देखा से पीडीएफ हूँ ये देखो ये तार डिटेल सब ये सब देती मु डिस्कसन करी को ये तार पोस्ट सैलरी सब ये सब देती सैलरी सब डिटेल डिस्कसन होता सब तार मु एप्लिकेशन फॉर्मेट देखेबी एप्लिकेशन फॉर्मेट देखेबी से एप्लिकेशन फॉर्मेट कौन करेंगे फिलअप करेंगे तापर पीडीएफ करेंगे तापर मेल रे सेंड करेंगे बुझीपार एट तार एप्लिकेशन फॉर्मेट यहाँ हूँ जनरल मैनेजर ये कौन करेंगे आपने को पोस्ट आवेदन करेंगे फुल नेम लिखे फादर हजबैंड जन्म तारीख सब लिखे तापर फोटो गोटे अटैच करेंगे पासपोर्ट साइज तापर पासपोर्ट साइज गोटे ये सिग्नेचर करेंगे तापर एड्रेस देवे प्रेजेंट एड्रेस परमानेंट एड्रेस तापर मोबाइल फोन कौन सब तापर ये क्वालिफिकेशन सब देवे 10th रो सब जहाँ भी देवे ये सब लिखे तापर आपण मैंने तापर ये सब लिखे तार पोस्ट क्वालिफिकेशन एक्सपीरियंस कौन कौन अच्छी सब डिटेल लिखे डिक्लेरेशन लिखे तापर ये सिग्नेचर करेंगे प्लेस डेट तापर डॉक्यूमेंट आपने कौन कौन डॉक्यूमेंट देले सेटा सब 10th +2 तापर +3 बीटेक जार भी देते डॉक्यूमेंट ये अटैच करेंगे से सब पोस्ट यहीपरी एप्लिकेशन फॉर्मेट अच्छी ये सब तलक तलक एप्लिकेशन फॉर्मेट अच्छी बुझीपारे। तेणु आप जापारे मेल करेंगे यही जदि पीडीएफ पाइबा चाहते मु डिस्क्रिप्शन रे मोर टेलीग्राम व्हाट्सएप ग्रुप आरोटाई ग्रुप देती से जॉइन होगी यही पीडीएफ को नहीं पारे बुझीपार। तेणु आपण मैंने सांग सहित शेयर करूँ जापर गोटे गोटे केरल को तमिलनाडु कम कर जापरी प्राइवेट जॉब बाहर से आराम से टंका इनकम कर। तेणु यहीपरी जदि नोटिफिकेशन पाइबा चाहूले मोर बीके स्टडी IQ यूट्यूब चैनल सहित कनेक्शन होकर रही था। रही धन्यवाद नेक्स्ट वीडियो रे देखा।